ସାଇକେଲପୁଲ ଗ୍ରାମରେ ଜଣେ ଜିତୁ ନାମକ ଯୁବକ ରହୁଥିଲା। ସେ ତାଙ୍କ ଗାଁରେ ମୋମୋସ୍ ବିକ୍ରି କରୁଥିଲା। ଜିତୁ ବହୁତ ବଡ଼ କଞ୍ଜୁସ ଲୋକ ଥିଲା। ସେ ତା ଯେଉଁ ମୋମୋସ୍ରେ ସାମଗ୍ରୀ ମିଶୁଥିଲା ସେଗୁଡ଼ାକ ଖରାପ ଜିନିଷ ଆଉ ଖରାପ କ୍ୱାଲିଟିର ମାଲ୍ ଆଣିକି ସେ ତା ମୋମୋସ୍ ତିଆରି କରୁଥିଲା। ଲୋକମାନଙ୍କୁ ସେ ଖରାପ ଜିନିଷ ଗୁଡ଼ାକ ଦେଇକି ସେ ପଇସା ଅର୍ଜନ କରୁଥିଲା। ଜିତୁର ମୋମୋସ୍ ଖାଇକି ସେ ଗାଁ ବାଲାଙ୍କର ଦେହ ପା ଅସୁସ୍ଥ ହେବାରୁ ସେ ହସ୍ପିଟାଲରେ ଯାଇକି ପଡ଼ନ୍ତି। ଗୋଟେ ଦିନ ଗୋଟେ ଚିନୁ ନାମକ ଯୁବକ ଜିତୁ ଦୋକାନକୁ ଆସିକି ମୋମୋସ୍ କେମିତି ଦେଉଛ ପଚାରିଲା ତ ଜିତୁର ଆସିଷ୍ଟାଣ୍ଟ ତାକୁ ମୋମୋସ୍ ଦିଆଲା। ଚିନୁ ସେ ମୋମୋସ୍ ଖାଇକି କହୁଛି, ଆରେ ଭାଇ ଏ ମୋମୋସ୍ ଏମିତି କେମିତି ଲାଗୁଛି ଯେମିତି 4 ଦିନର ବାସି ମୋମୋସ୍। ତାପରେ ଜିତୁ ତାକୁ କହୁଛି, କିଏରେ ତୁ ଏବେ ଗାଁକୁ ଆସିକି ମୋତେ ଶିଖାଉଛୁ? ଯଦି ମୋତେ ରାଗ ଆସିଲା ନା ଏବେ ତୋତେ ବାନ୍ଧିକି ଏଇଠି ପିଟିବି ଜାଣିଛୁ? ଚିନୁ ତାପରେ, ଦେଖ ଭାଇ ତମେ ଚାହିଁଲେ ମୋତେ ଏବେ ବାନ୍ଧିକି ବାଡ଼େଇବ, କିନ୍ତୁ ତୁମ ମୋମୋସ୍ ଖାଇକି ଯେମିତି ନା ଯେମିତି ହଉ ପଛେ ଏ ଗାଁ ବାଲାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଥିବ। ମୋ ମୋମୋସ୍ ଯଦି ତୋତେ ଖରାପ ବୋଲି ଲାଗୁଛି ତାହେଲେ ଗାଁରେ ଥିବା ସେଇ ଡକ୍ଟର ପାଖକୁ ନେଇକି ମୋ ମୋମୋସ୍ର ପରୀକ୍ଷା କର। ଯଦି ମୋ ମୋମୋସ୍ ଖରାପ ବାହାରିଲା ନା ତାହେଲେ ମୁଁ ମୋମୋସ୍ ଆଉ ବିକ୍ରି କରିବିନି, ଠିକ୍ ଅଛି? ଚିନୁ ସେ ମୋମୋସ୍କୁ ଡକ୍ଟରଙ୍କୁ ଦେଉଛି।